ଷଷ୍ଠ ଶ୍ରେଣୀରେ ପଢ଼ିଯିବା ବେଲେ ସେଇ ଧଳା ଡ୍ରେସ୍ର ରଙ୍ଗର ଯେଉଁ ଡ୍ରେସ୍ଟା ସେ ବାଲା କପଡ଼ା ବାଲା ଟାଇମ୍ରେ ଥାଏ, ସେଇ ଡ୍ରେସ୍କୁ ତ ମୁଁ କେବେ ପିନ୍ଧିବି ନାହିଁ ବୋଲି ଗ୍ୟାରେଣ୍ଟି ଦେଲି। ତ ଯେତେବେଳେ ମୁଁ ଦଶମ ପାଠ ପଢ଼ିଲି ସେଇଦିନ ମୋର ଶୁଭ ଦିନ ଆସିଲା। ଆଉ ସେଇ ଶୁଭ ଦିନରେ ମୁଁ ଯେଉଁ ଡ୍ରେସ୍କୁ ପିନ୍ଧିବିନି ବୋଲି କହିଥିଲି ସେହି ଡ୍ରେସ୍କୁ ହିଁ ମୋ ବାପା ଆଣି ଦେଇଥିଲେ ମୋତେ ଶୁଭ ଦିନରେ ପିନ୍ଧିବା ପାଇଁ। ଆଉ ସେହି ଶୁଭ ଦିନରେ ମୋ ଗୁରୁ ଯାହାଙ୍କ ପାଖରୁ ଆମେ ଦୀକ୍ଷା ଗ୍ରହଣ କରିଛୁ ସେ ମଧ୍ୟ ସେହି ଦିନରେ ହିଁ ଆସିଥିଲେ। ତ ତାପରେ ସେ ହେଉଛନ୍ତି ଜଣେ ତତ୍ତ୍ୱଗୁରୁ, ଆଉ ସେ ଆମିଷ ଭୋଜନ ମଧ୍ୟ କରନ୍ତି ନାହିଁ। କିନ୍ତୁ ତାଙ୍କର କଥା ଆମେ ଯେତେବେଳେ ଶୁଣିଲୁ ବହୁତ ଅଲଗା ଅଲଗା ଲାଗିଗଲା ସେ ଦିନଟା। ଯାହାକୁ ଲାଗୁ ବା ନ ଲାଗୁ ମୋତେ ବହୁତ ଅଲଗା ଲାଗୁଥାଏ। ତାପରେ ସେଦିନ ସକାଳ ପାଇଲା। ସକାଳ ହେଲାରୁ ଗୁରୁ ନିଜେ ହିଁ କହିଲେ ଏଇ କଷାଟେଗାନ ଗ୍ରାମଟି ବହୁତ ଭଲ, ଏଇଠି ସବୁକିଛି ଠିକ୍ ଠାକ୍ ଅଛି, ଆଉ ଏଇଠି ମୁଁ ହିଁ ରହିବି ବୋଲି ସେ ନିର୍ଣ୍ଣୟ ନେଇଗଲି। ତାପରେ ମୁଁ ମନେ ମନେ ଭାବିଲି ଗୁରୁ ତ ଜଣା ନାହିଁ ଶୁଣା ନାହିଁ, ଏମିତି ହଠାତ୍ ଆମ ଗାଁରେ ହିଁ ରହିବା ପାଇଁ ଏମିତି ଚାହିଁଲେ କେମିତି? ତାପରେ ମୁଁ ଭାବିଲି, ବହୁତ ଭାବିଲି। ତାପରେ 2-3 ଦିନ ଗଲା ପରେ ମୋ ବାପା ମୋତେ ଗୋଟିଏ କଥା କହିଲେ, ଏମିତି କଥା କହିଲେ ଯେ କି ମୁଁ ତାଙ୍କ ସେଇ କଥାରେ ହିଁ ଯେଉଁଟା ଗୁରୁ କହିଛନ୍ତି ବୋଲି ସେ କହିଲେ ଯେ କି ମୁଁ ବାବାମାନଙ୍କୁ ବହୁତ ବିଶ୍ୱାସ କରେ ଆଉ ବହୁତ ଭଲ ମଧ୍ୟ ପାଏ। ଯେମିତି ମୋ ବାବାମାନଙ୍କୁ ମୁଁ ବହୁତ ଭଲ ପାଉଥାଏ। ତ ତାପରେ ମୋ ବାବା ଯେତେବେଳେ କହିଲେ ଏଇ କଥାଟା ହିଁ ସତ୍ୟ, ତ ମୋ ମା ମଧ୍ୟ କହିଲେ ହଁ ଏଇ କଥା ହିଁ ସତ୍ୟ, ଗୁରୁ ଯାହା ବି କହୁଛନ୍ତି ଭଲ କହୁଛନ୍ତି ଆଉ ତାଙ୍କ କଥା ହିଁ ହେବ ବୋଲି କହିଲେ। ତାପରେ ମୁଁ କହିଲି ଯେ କି ତାଙ୍କ କଥାଟା ଥିଲା ହେଉଛି ତୁ ବଡ଼ ହେଲେ ନିଶ୍ଚୟ କିଛି ଅଲଗା ହେବ ତୋ ପାଖରେ, ଯେ କି ତୋର ଏମିତିକି କେମିତି କଥା ଗୁଡ଼ାକ ହେବ ଯେ କଥା ଟିକେ ଶୁଣିବାକୁ ପଡ଼ିବ। ତାପରେ ମୁଁ କହିଲି ଯଦି ବି ମୋ ଭାଗ୍ୟରେ ଏମିତି ଅଛି ତାହେଲେ ମୁଁ ପାଠ ମଧ୍ୟ ପଢ଼ିବି ନାହିଁ। ତ ମେଟ୍ରିକ୍ ପରୀକ୍ଷା ମୋର 10ମ ଶ୍ରେଣୀରେ ମେଟ୍ରିକ୍ ପରୀକ୍ଷା ଯେଉଁ ବୋର୍ଡ଼ ପରୀକ୍ଷା ଥିଲା ଆଉ କମ୍ ଦିନ, ମାତ୍ର 1 ମାସ ଥିଲା। ତ ମୁଁ ଭାବିଲି ସେ ବୋର୍ଡ଼ ପରୀକ୍ଷାକୁ ମୁଁ ଦେବିନି ବୋଲି କହିଦେଲି ଆଉ ଜିତ୍ କଲି। ଯଦି ବି ମୋର କୌଣସି ଦୁର୍ଭାଗ୍ୟ ଅଛି ତାହେଲେ ମୁଁ କାହିଁକି ପାଠ ପଢ଼ିବି ଆଉ ତୁମମାନଙ୍କର ପଇସା କାହିଁକି ଖର୍ଚ୍ଚ କରିବି? ତାପରେ ବାବା ମା କିଛି କହିଲେ, ମୁଁ ବହୁତ କାନ୍ଦିଲି ଯେମିତିକି ମୋ ଭାଗ୍ୟରେ ଏମିତି କ'ଣ ଅଛି ଯେ କି ଗୁରୁ କହିଥିଲେ। ମୁଁ ଗୁରୁଙ୍କ ସହିତ ଲଢ଼େଇ କରିବାକୁ ଯାଉଥିଲି କିନ୍ତୁ ମୋତେ କ'ଣ ହେଇଗଲା ଯେ ମୁଁ ଗଲିନି। ଯେ କି ପଚାରିବି ବୋଲି କ'ଣ ଏମିତି ମୁଁ କରିବି ସେ କଥା କୁହନ୍ତୁ ବୋଲି କହିବି ବୋଲି ଭାବୁଥିଲି, କିନ୍ତୁ ମୁଁ ମୋ ପାଦକୁ ଆଗକୁ ନେଇପାରିଲି ନାହିଁ। ତାପରେ ଏମିତିକି ସାର୍ମାନେ ମଧ୍ୟ ତାପରେ କହିଲେ ଯେ କି ସେ ଆସୁ, କାହିଁକି ସେ ପରୀକ୍ଷା ଦେବ ନାହିଁ ଆଉ କ'ଣ ଏମିତି ହେଇଗଲା, ଆମେ ତାକୁ ହଁ କରୁଛୁ ଆଉ ସେ ଆସୁ, କାହିଁକି କମ୍ ଦିନ ପାଇଁ ସେ ପରୀକ୍ଷା ଦେବ ନାହିଁ ବୋଲି କହିଲେ। ତାପରେ ତଥାପି ମୋ ସାଥୀମାନେ ମଧ୍ୟ କହିଲେ ତୁ ଚାଲ ପରୀକ୍ଷା ଦେବୁ। ମୁଁ ତାପରେ ନା ହିଁ କହିଲି ଯେ ମୁଁ ପରୀକ୍ଷା ଦେବିନି ମାନେ ମୁଁ ଦେବିନି ଆଉ ମୁଁ ପାଠ ପଢ଼ିବିନି ମାନେ ପଢ଼ିବିନି। ତାପରେ ଏମିତି ଗଲା 1 ବର୍ଷ। ତାପରେ ଆସନ୍ତା ବର୍ଷରେ ମୁଁ ବାପା କହିଲେ କ'ଣ ପାଇଁ ତମ ଝିଅ ଏମିତି, ତାପରେ ଗୁରୁ କହିଲେ ଏମିତି ତମ ଝିଅ କ'ଣ ହେଲା କ'ଣ ନାହିଁ ଏମିତି ପଚାରିଥିଲି। ତାପରେ ମୋ ବାପା କହିଲେ ଏମିତି ସେମିତି ସେ ପରୀକ୍ଷା ଦେଇଯିବ ନାହିଁ ବୋଲି କହିଲେ। ତାପରେ ଗୁରୁ ଏମିତି କି ମନ୍ତ୍ର କଲେ କି ଯାଦୁ କଲେ କେଜାଣି, ତାପରେ ସେ କିଛି ବାଟ କଲେ ବୋଧେ। ତାପରେ ସେ ମୋ ପାଖକୁ ଆସି କହିଲେ ତୁମକୁ ଇମିଡ଼ିଏଟଲି ପାଠ ପଢ଼ିବାକୁ ଯିବାକୁ ପଡ଼ିବ ବୋଲି। ମୁଁ ଭାବିଲି କେଉଁଠି ମୁଁ ପାଠ ପଢ଼ିଯିବି, ସ୍କୁଲ ତ ଯିବି ନାହିଁ ବୋଲି କହିଲି। ତାପରେ ସେ କହିଲେ କରିବାକୁ। ତାପରେ ମୋର ବାପାଙ୍କର ଭଉଣୀ ଗୋଟେ ଜାଗାରେ ଚାକିରି କରୁଥିଲେ ଲାଞ୍ଜିଗଡ଼ରେ, ତ ସେଇଠି ସେ ରହୁଥିଲେ ଆଉ ସେଠି ସାର୍ମାନଙ୍କୁ ସେ କହିଲେ ଗୋଟେ ଝିଅ ଆମର ଏମିତି ଅଛି ଆଉ ସେ ପରୀକ୍ଷା ଦେଇପାରିଲେ ନାହିଁ ଆଉ ସେ ଏମିତି ଅଛନ୍ତି ଆଉ ସେ ଏଇଠି ନାମ ଲେଖାଇଲେ କିଛି ପରୀକ୍ଷା ଦେବେ ଆଉ ସେ ପାସ୍ ହିଁ କରିବେ। ଯଦି ଫେଲ୍ କରିବେ ତାହେଲେ ସିନା ଆପଣ କରିବେ, ସେ ତ ପାସ୍ କରିବ ଆଉ କାହିଁକି ଆପଣ ତାକୁ
ରୋଲ୍ ନମ୍ବର ଦେବେ ନାହିଁ ଆଉ ତାକୁ କିଛି କରିପାରିବେ ନାହିଁ। ଏମିତିକି ତ ଚଳେ ନାହିଁ, ସେ ଯୁଗରେ ନଥିଲା, ଟେନ୍ର ସାର୍ଟିଫିକେଟ୍ ନିଆଯାଏ ନାହିଁ।